ବୀର ନାୟକ ଯିଏ ଅଛନ୍ତି ଆମ ମଞ୍ଚରେ ସେ ଗାଁରେ ଥାନ୍ତି। ଆଲୋକ ନାୟକ ପାରାଦୀପରେ ଡ୍ୟୁଟି, ମୁଁ କେଉଁଝରରେ। ଆମ ସହିତ ବାପି ଭାଇ, ତାଙ୍କ ସହିତ ପ୍ରଶାନ୍ତ ଭାଇ ଏବଂ ଆମ ସମସ୍ତ ସଦସ୍ୟ ରାଜୁ ଜୁଲୁ ବହୁ ସଦସ୍ୟ ସମସ୍ତ ସଦସ୍ୟ ଥାନ୍ତି। କଥା ହେଲୁ କେମିତି ରଜ ମହୋତ୍ସବ କରିବା, କ'ଣ କରିବା, ସ୍କୁଲ ଆଗରେ ପ୍ରୋଗ୍ରାମ କରିବା। ସବୁ ରେଡି ହେଇଗଲା। ଓପନ ଷ୍ଟେଜ ହବ। ଓପନ ଷ୍ଟେଜରେ କମ୍ ପଇସା, ଆମ ବୁଟନା ଭାଇନା ବି ରାଜି ହେଇଗଲେ ଓପନ ଷ୍ଟେଜ କରିବା। ଆମେ ବି ଖୁସି ହେଇଗଲୁ, କମ୍ ପଇସାରେ ହେଇଯିବ। ତାପରେ ଆମର ତ ବାତ୍ୟା ବନ୍ୟା ଭାଇ ଭଉଣୀ ନ୍ୟୁଜ ଦେଖିଲା ବେଳକୁ ମୌସୁମୀ ଛୁଇଁଲା କେରଳ, ତାପରେ ଛୁଇଁବ ଓଡ଼ିଶା। ହେଲେ କ'ଣ କରିବା, ମୌସୁମୀ ତ ଛୁଇଁବ ସ୍କୁଲ ଆଗରେ, କହନ୍ତି ମେଘ ବୁଝି ଦେଲେ ପାଣି। କ'ଣ କରିବା ପଡ଼େ, ତାହେଲେ କିଛି ଗୋଟେ ତା ପାଇଁ ସଲ୍ୟୁସନ ବାହାର କରୁ। ଏ ଷ୍ଟେଜ ଆମକୁ ଦେଖାଗଲା, ଯେହେତୁ ଆମର ପାଇକ ନାଚ ଥିଲା, ଏ ଷ୍ଟେଜ ଆମ ପାଇଁ ସୁଇଟେବଲ ହେଲା। ସେଥିପାଇଁ ଏଇ ତାଙ୍କୁ ଆମେ ଯାହା ପାରିଛୁ ରଜକୁ ତ ପୁରସ୍କୃତ ଆମେ କରିପାରିବୁନୁ, ଛୋଟିଆ ସଂସ୍ଥା ଆମର, କିନ୍ତୁ ଆମେ ତାଙ୍କୁ ପୁରସ୍କୃତ କରୁଛୁ ମାନପତ୍ର ସିଲ୍ ୱିଥ୍ ଆମର ରଜତ କୁମାର ମହାନ୍ତିଙ୍କ ଦ୍ୱାରା ଏକ ଛୋଟ ପୁରସ୍କାର ରାଶି ମାଧ୍ୟମରେ। ଝିଅଙ୍କୁ ଏହି ରଜ ମହୋତ୍ସବ ଆମେ ଯେତେବେଳେ ଆରମ୍ଭ କରିବା ପାଇଁ ବାହାରିଲୁ, ଆମେ ତାଙ୍କୁ କଣ୍ଟାକ୍ଟ କରିଥିଲୁ। ଭାଇ କହିଥିଲେ କର, ମୁଁ ତୁମ ସାଙ୍ଗରେ ଅଛି, କିନ୍ତୁ ଆମେ ଭାବିନଥିଲୁ ଏତେ ବ୍ୟସ୍ତବହୁଳ ସମୟ ଭିତରେ ସେ ଦେଖ 3 ଦିନ ଦିନରେ ଏବଂ ରାତିରେ ପ୍ରତି ମୁହୂର୍ତ୍ତରେ ଆମ ସହିତ ଉପସ୍ଥିତ। ଯେତେ ଧନ୍ୟବାଦ ଦେଲେ କମ୍ ପଡ଼ିବ। ଏ ଫୁଲ ତୋଳା ଉତ୍ତରୀ ନିହାତି ଭାବରେ ତାଙ୍କୁ ଆମେ ସମୃଦ୍ଧ କରିପାରିବା ସତ, କିନ୍ତୁ ତାଙ୍କର ଏହି ଅନୁଷ୍ଠାନ ପ୍ରତି ଯେଉଁ କର୍ତ୍ତବ୍ୟବୋଧ ରହିଛି ତାହା ସବୁ ପାଇଁ କମ୍। ଶ୍ରୀ ନରେଶ କୁମାର ଜେନା ମହୋଦୟ, ତାଙ୍କୁ ଅନୁରୋଧ କରିବି ସ୍ୱାଗତ ଜଣାଇବା ପାଇଁ। ନରେଶ କୁମାର ଜେନାଙ୍କୁ, ତାଙ୍କ ସହିତ ଅଛନ୍ତି ଆମ ଅଞ୍ଚଳ